ବହି ପୃଷ୍ଠରେ ମାଉସୀର ତୁତୁଲ ରାଗ ରହୁଛି। କାଲି ତ କିତରାଣୀ ଏପଟୁ ଭିଡ଼ୁଛି, ସିଏ ଏପଟୁ ଭିଡ଼ୁଛି। ସତ କଥା କହ ପୁଅ, ବାବା କ'ଣ ଖାଉଛନ୍ତି? ଏଇ ହଁ ଦେଖେଇଦେଲୁ ବାବା ଟିକେ ଖାଉଛନ୍ତି କ'ଣ? ଦେଖିବେ କ'ଣ ଖାଉଛନ୍ତି ବାପା। ହାଲୋ ଗାଈ। ହଁ ପଟିକି କହିଦେଲୁ, କହିଦେ ଟିକେ ନେଇ ଆଣିକି ଟିକେ ଦେଖେଇଦେ। ଏଇଟା ଖାଇଲେ କ'ଣ ହବ ଟିକେ କହିଦେ, ସେ ହେଲେ କହିବ। ଲକି ଟିକେ କହିଦେଲୁ ଏଇଟା ଖାଇଲେ କ'ଣ ହବ? ଏଇଟା କ'ଣ ହବ ଟିକେ କହିଦେଲୁ ଖାଇକି। ହଁ ବାବା ଏରା ଖାଉଛନ୍ତି, କ'ଣ ହବ? ତୁ ବାବାଠୁ ତୁ ଖାଇବୁ? ନାଇଁ ସେ କହୁଛି ମୁଁ ଇଏ ଖାଉଛି, ଏରା ନୁହଁ। ଏଇ ଲକି ଲକି ଆଜି ବାବା ଆସିଛନ୍ତି, କହ କ'ଣ କହୁଥିଲୁ? ଯିବା କି ନାଇଁ କହ, ଯିବା କି ନାଇଁ ବାବାଙ୍କୁ ପଚାରେ। ନାଇଁ ସେ କହୁ, ପଚାରୁ ଆଗ। ଏଇ ଲକି ପଚାରେ, ଆମେ ଯିବା କି ନାଇଁ ପଚାରେ। ତୁ ନ କହିଲେ ମୁଁ କରିବିନି ଡ୍ରଇଂ ଏପଟେ। ତୁ ଯିବୁ ଆଉ ପୁଚୁ ଯିବ କେତେ ଦିନ ରହିବୁ ମାଉସୀ ଘରକୁ? କେତେ ଦିନ? ଆଉ ତୋ ମାମାକୁ ଖୋଜିବୁନି, ବାପାକୁ ଖୋଜିବୁନି? ତୋ ପାଇଁ ଗୋଟେ ନୂଆ ଗାଡ଼ି ଯେଉଁ ଆଇଲା ଆଗରେ ବସି ସ୍କୁଲକୁ ଯିବା ପାଇଁ, ସେ ଟିକେ ବସିବ। ବସରେ ଯିବ, କହିଛି ତାକୁ ବସ ନେଇକି ଯିବି ତା ଦେହରେ ଗାଡ଼ିରେ। ଆଉ ଇଏ ପୁଚୁ ଯିବ ତୋ ସାଙ୍ଗରେ? ଇଆଡ଼େ ଆସୁନି, ସେଠି ପଇଆଡ଼େ ଆସ, ନହେଲେ ଯିବାନି। ବେଗିଆ ସେଠିକି ଯା, ବେଗିଆ ଇଆଡ଼େ ଆସ। ବାବାଙ୍କ ପାଖକୁ ଆସେ, ବାବାଙ୍କ ପାଖକୁ ପୁଅ, ବାବାଙ୍କ ପାଖକୁ ଆସେ। ବାବା ଯାହା ପଚାରୁଛନ୍ତି ଉତ୍ତର ଦେ। ଇଏ ପୁଚୁ ନାନି ଯିବନି, ଆଉ କାହାକୁ ନବୁ? ଯାଇ ଲାଇଟ୍ ମାରିଦେବୁ। ଆଉ କାହାକୁ ନବୁ? ଏପଟ ଆଗକୁ ଆସେ। ଲକି ବର୍ତ୍ତମାନ ପାଇଗଲା ତା ବାବାଙ୍କର ଫୋନ୍। ସିଏ ଆଉ କାହା କଥା ଶୁଣିବନି। ସେ ତାର ଫୋନ୍ ଧରିଲା ମାନେ ଆଉ ଶୁଣିବନି। ଯିଏ ଯାହା ଡାକିଲେ କହିଲେ ବି ଆଉ ସେ ଚଙ୍କିବନି। ସେ ଜୟ ଜଗନ୍ନାଥ କହିଲେଣି, ଜୟ ଜଗନ୍ନାଥ ନାଇଁକିରି? ହଁ ଜୟ ଜଗନ୍ନାଥ। ତୁ ଟିକେ କହିଦେ ବଡ଼ ପାଟିରେ, ଜୟ ଜଗନ୍ନାଥ। ପାଇଗଲା ଫୋନ୍। ହାତ ଟେକ୍, ହାତ ଟେକ୍ କହ। ଜୟ ଜଗନ୍ନାଥ। ସିଏ ଆଉ ଶୁଣିବନି, ସଇଲା ତାର ହେତିକି। ଫୋନ୍ ଧଇଲା ମାନେ ସଇଲା, ସଇଲା। ଲକି ଏଇ ଆଉ ଲାଇକ୍ ମାରିବୁନୁ? ଏଇ ଆଉ ଲାଇକ୍ ମାରିବୁନୁ? ଫୋନ୍ ପାଇଁ ତାକୁ କିଛି କହନା। ଦେଖା ସଇଲେ ଯାଇକି ସେ ଯାହା ତାର ସଇଲା ହେତିକି, ବନ୍ଦ। ପକା ସାଙ୍ଗ ହଉନୁ କିରେ, ପକା ସାଙ୍ଗ ହଉନୁ, ତୁତୁରୁ ଭାଇ ସାଙ୍ଗ। ତୁତୁରୁ ଦେଲାନି ଆମ ଲକିକି ଫୋନ୍। ସେ ଟିକେ ଗେମ୍ ଖେଳିବ ବୋଲିକି, ତେଣୁ ସେ ଲୁଚିକି ବଇଛି କେଉଁଠି ଦେଖନ୍ତୁ। ଲକି କିଆ ରୁଷିଛୁ? ତୁ ଗେମ୍ ଖେଳିବୁ? କ'ଣ ଗୀତ ଗାଉଛି ତ? ତୁ ଆଖିରେ ପଶିଯିବ, ଏଇଟା ଥୋଇଦେ, ଆଖିରେ ପଶିଯିବ। ଏଇଟା କାହା ଯନ୍ତ୍ରାଂଶ? ଲକି ଲକି କାଲି ସେ ଯିବ ଭଡ଼ା କହୁଛି। ଲକି କାଲି ଯିବ। ଲକି ତୁ କାଲି ଯିବୁନୁ? ସତ କଥା କହ, ଆମ ସାଙ୍ଗରେ ଯିବୁନୁ? ସେ ଯିବ ବା, ସେ କାଲି ଆମ ସାଙ୍ଗରେ ଯିବ। ସେ ଗେମ୍ ଦଉନି ଖେଳିବାକୁ ଲକିକି। ବ୍ୟାଗ୍ ପ୍ୟାକ୍ କରିକି ଆଣିଥିଲୁ, କୁଆଡ଼େ ଗଲା? କୁଆଡ଼େ ନେଲୁ ମୋ ବ୍ୟାଗ୍? କ'ଣ କହିଲେ? ଆରେ ଲକି
ଘର ପ୍ରତିଷ୍ଠା ହେବ ବୋଲିକି ଆମେ ଆସିଥିଲୁ କଟକ। ଭଉଣୀର ଘର ପ୍ରତିଷ୍ଠା ହେଉଥିଲା। ତେଣୁ ସେଠି ଘର ପ୍ରତିଷ୍ଠା ସରିଲା ପରେ ଆମେ କ'ଣ କଲୁ ମା ପୁଅ ସାନ ଭଉଣୀ ଘରକୁ ଆସିଥିଲୁ। ସାନ ଭଉଣୀ ଘରେ ଆମେ ଥିଲୁ। ପାଣି ପକଉ କିଏ ପାରୁଛି ସେ ତୁ ଗେଲ କରିଦେ ଗେଲ କରେ ଗେଲ କରେ ଗେଲ କରି ଦେଖେ ଦୁ ଭାଇ କରିଦେଲୁ ତୁ କ'ଣ ପାଇଁ ଗେଲ କରୁଛୁ ଖେଳ ଖେଳି ବୋଲିକି ରେ ଦେଖେ ଟିକେ ଗେଲ ଦେଖ ଦେଖ ସେ ଗେଲ ହଉ ଖାଲି ଯାଉଛି ଗେଲ କରେ ଦେଖିଲା ମୁହଁ କଲାଣି এইটিରେ କ'ଣ ମଉସା ନା ଧରୁ ଧରୁ ଦେଖ ଯେମିତି ଟିକେ ହାଲ କରିଦେଲୁ କହିଦେବୁ ତୁତୁଲ ଭାଇ ଗେମ୍ ଖେଳୁଥିଲା କହୁଛି ତୁ କହିବୁ ସେ କେମିତି ଖେଳ କରୁଛି ଟିକେ ହ୍ୟାଲୋ ହଁ ବାବା ହଁ ଗୋଟେ ଏଇଠି ଲକି ଲକି ଶୁଣିଲୁ ତୁ ବାବାକୁ ଟିକେ ଦେଲୁ ଲକି କହିବ ତୁତୁଲୁ ନାଁରେ ଟିକେ କମ୍ପ୍ଲେନ୍ ଦେବ ଟିକେ ଦେ ସେ ହଁ ସେ ଟିକେ ମଉସାକୁ ଖୋଜୁଛି ମଉସା ଖୋଜୁଥିଲେ ଲକିକି ତ ତେଣୁ ଲକି ବି ଖୋଜୁଛି ମଉସାକୁ ଟିକେ ଟିକେ କମ୍ପ୍ଲେନ୍ ଦେବ ଟିକେ ତୁତୁଲ ଭାଇ ନାଁରେ ଏଇଠି ଆଲୋ ଆଜ୍ଞା ହଁ କହ ମଉସା ମଉସା କହ ହ୍ୟାଲୋ ଆମ ଗାଁରେ ଦିଟା ଗେମ୍ ଅଛି ତୁତୁଲ ଭାଇ ମୁଁ ଖେଳୁଛି ମୁଁ ଖେଳୁଛି ନା ନା ମୁଁ କହିବିନି ମୁଁ ଖେଳୁଛି ଆରେ କ'ଣ ତୋତେ ସେ ତୋତେ କ'ଣ କାନରେ ପୋଡ଼ିଦେଲା ନା କ'ଣ କ'ଣ ତୁ କହିବୁନୁ କହିଲୁନୁ ହଁ ନେ 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 କହ 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 ଦେଖେ ସେ କ'ଣ କାନରେ ଫୋଡ଼ିଦେଲା ସେ କ'ଣ ତାକୁ କାନରେ ଫୋଡ଼ିଦେଲା ସେ କହୁଛି ନାଇଁ ମୁଁ ତାଙ୍କ ନାଁରେ ଆଉ କହିବିନି କହିଲା ହଁ ଫୋନ୍ ଲଗାଉ ଦେଖେ ଦେଖେ କହୁଛି ମୁଁ କହିବିନି କହିଲା ଲଗେଇଲ ମୁଁ କହିବି ମଉସାଙ୍କୁ ସେ କେମିତି ଗେମ୍ ଖେଳୁଛି ଏଇଠି ବର୍ତ୍ତମାନ ସେ କ'ଣ ତା କାନରେ ଫୋଡ଼ିଦେଲା ସେ କହୁଛି ମୁଁ ଆଉ କହିବିନି ଏଇ ଲକି ନେ ଦ ଫୋନ୍ କହ ମଉସା ଡାକୁଛନ୍ତି କହ କହିବୁନୁ ତୁ ଗେମ୍ ଖେଳିବୁ କି ରେ ତୋତେ ଲାଞ୍ଚ କ'ଣ ଦେଇଦେଲା ହଁ କରୁଛୁ ରେ ତୋତେ ସତ କଥା କହ ତୋତେ କ'ଣ କହିଛନ୍ତି ତୁ ଗେମ୍ ଖେଳିବୁ ବୋଲିକି ଆଉ କହୁନୁ ସତ କଥା କହ ତୁତୁଲ ଭାଇ କ'ଣ କହିଛନ୍ତି ତୁ ସେଥିପାଇଁ କହୁନୁ ତାହେଲେ ମନା କରିଛନ୍ତି କହିବାକୁ ଗେମ୍ ଖେଳୁଛନ୍ତି ଏଇଠି ଗେମ୍ ଖେଳୁଛନ୍ତି ସେ ଗେମ୍ ଖେଳିବ ତ ତୁତୁଲ ଭାଇ କହିଛି ତାକୁ ଦେବ ସେ ଗେମ୍ ଖେଳିବ ତେଣୁ ସେ ଆଉ କହିବନି ସତ ହେଇଥିଆ ହଁ